ସାଙ୍ଗମାନେ ଜୟ ଜଗନ୍ନାଥ। ସ୍ୱାଗତ କରୁଛୁ କନ୍ୟା ଭିଡିଓକୁ। ଦେଖନ୍ତୁ ଯେମିତି ଆପଣମାନେ ଜାଣିଥିବେ କି ଏସଏସବି ତରଫରୁ ଆପଣଙ୍କର ଏବେ ଜୁନିୟର ଆସିଷ୍ଟାଣ୍ଟ ଏବଂ ଜୁନିୟର କ୍ଲର୍କ ଆପଣଙ୍କର ଆପ୍ଲାଏ ଅଲରେଡି ଷ୍ଟାର୍ଟ ହେଇଯାଇଛି। ତ ଆପ୍ଲାଏର ଫୁଲ୍ ଭିଡିଓ ଏବେ ମୁଁ ଆପଣମାନଙ୍କୁ ପ୍ରୋଭାଇଡ କରିବି। ଠିକ ଅଛି, ତ କେମିତି କଣ ଆପ୍ଲାଏ କରିବେ ଫୁଲ୍ ଡିଟେଲ ଦେଖନ୍ତୁ। ଆପଣମାନେ ଏସଏସବି ର ଯୋଉ ଅଫିସିଆଲ ସାଇଟ୍ ରହିଛି, ମୁଁ ଭିଡିଓ ଡିସ୍କ୍ରିପସନରେ ଲିଙ୍କ ଦେଇଦେଇଛି। ଆପଣମାନେ କ୍ଲିକ୍ କରିକି ଡାଇରେକ୍ଟ ଏଣ୍ଟର ହେଇପାରିବେ। ତ ସାଇଟ୍ଟିକୁ ଆପଣମାନେ ଓପେନ କରିବେ। ଓପେନ କରିକି ତଳକୁ ଟିକେ ସ୍କ୍ରୋଲ କରିବେ, ତାଙ୍କର ଯୋଉ ନୋଟିସ୍ ବୋର୍ଡ ରହିଛି ସେ ନୋଟିସ୍ ବୋର୍ଡରେ ଆପଣମାନେ ଏଠି ଦେଖନ୍ତୁ ଆପଣଙ୍କ ଫାର୍ଷ୍ଟ ଲିଙ୍କ ରହିଛି, ଯୋଉଟା କି 11/3/2024 ରେ ଆପଣଙ୍କୁ ଆସିଛି। এই লিঙ্কରେ ଆପଣମାନେ କ୍ଲିକ୍ କରିବେ। ଠିକ ଅଛି, ଯୋଉ ଭ୍ୟୁ ଲେଖା ହେଇଛି ଆପଣମାନେ ଭ୍ୟୁରେ କ୍ଲିକ୍ କରିବେ। ଏଇ ଟାଇପର ଇଣ୍ଟରଫେସଟି ଓପେନ ହେଇକି ଆସିବ। ଠିକ ଅଛି, ଏଠି ଦେଖନ୍ତୁ ଆପଣଙ୍କ ଜୁନିୟର ଆସିଷ୍ଟାଣ୍ଟ ଏବଂ ଜୁନିୟର କ୍ଲର୍କ ପାଇଁ ଆପଣଙ୍କର ଆପ୍ଲାଏ ଅଲରେଡି ଷ୍ଟାର୍ଟ ହେଇଯାଇଛି। ଏଠି ଆପଣଙ୍କର ଫୁଲ୍ ଆଡଭର୍ଟାଇଜମେଣ୍ଟ ରହିଛି, ଆପଣମାନେ ଚାହିଁଲେ ଡାଉନଲୋଡ କରିକି ଦେଖିପାରିବେ। ଠିକ ଅଛି, ଅନଲାଇନ ଆପଣଙ୍କ ରେଜିଷ୍ଟ୍ରେସନ ଷ୍ଟାର୍ଟ ହେଇଯାଇଛି 11/3 ରୁ ଏଣ୍ଡ ହବ ଆପଣଙ୍କର 13/4 ରେ। ଏବଂ ଆପଣଙ୍କ ସବମିଶନ କରିବାର ଲାଷ୍ଟ ଡେଟ୍ ରହିଛି 13/4/2024 ରେ। ଏବଂ ଅନଲାଇନ ପେମେଣ୍ଟ ଯଦି ଆପଣମାନେ କରିବେ ତାର ଲାଷ୍ଟ ଡେଟ୍ ରହିଛି ଆପଣଙ୍କର 13/4/2024। ତ ଦେଖନ୍ତୁ ଏବେ ଆପଣମାନେ କେମିତି କଣ ଆପ୍ଲାଏ କରିବେ। ଯୋଉମାନେ ଆପଣଙ୍କର ଅଲରେଡି ରେଜିଷ୍ଟ୍ରେସନ କରିଛନ୍ତି ସେମାନେ ଆପଣଙ୍କ ରେଜିଷ୍ଟ୍ରେସନ ୟୁଜରରେ କ୍ଲିକ୍ କରିବେ। ଯୋଉମାନେ ଆପଣଙ୍କ ନ୍ୟୁଲି ରେଜିଷ୍ଟ୍ରେସନ କରିବେ ସେମାନେ ଆପଣଙ୍କ ନ୍ୟୁ ୟୁଜରରେ କ୍ଲିକ୍ କରିବେ। ତ ସିମ୍ପଲି ମୁଁ ନ୍ୟୁ ୟୁଜରରେ କ୍ଲିକ୍ କରୁଛି। ଦେଖନ୍ତୁ କ୍ଲିକ୍ କଲା ପରେ ଆପଣଙ୍କ ସାମ୍ନାରେ ସବୁ ଡିଟେଲ ଓପେନ ହେଇକି ଆସିବ। ପାସପୋର୍ଟ ସାଇଜ ଫଟୋଟି କେତେ କେବିର ଆପଣଙ୍କର ହବା ଆବଶ୍ୟକ, 30 ରୁ 100 କେବି ଆପଣମାନେ କରିନେବେ। ସିଗ୍ନେଚରଟି ଆପଣଙ୍କର 200 କେବି ଭିତରେ ହେଇଥିବା ନିହାତି ଆବଶ୍ୟକ। ଠିକ ଅଛି, ଆପଣଙ୍କର ଲେଫ୍ଟ ଥମ୍ବ ଇମ୍ପ୍ରେସନ ଆପଣମାନେ ଦେବେ, ଯୋଉଟା କି 100 କେବି ଆପଣଙ୍କର ହେବା ନିହାତି ଆବଶ୍ୟକ। ଦେନ୍ ଆପଣଙ୍କର ଅଲ ଏଜୁକେସନ ସାର୍ଟିଫିକେଟ ସବୁ ଯୋଉ ରହିଛି ସେ ଆପଣଙ୍କର 10th +2 +3 କମ୍ପ୍ୟୁଟର ସାର୍ଟିଫିକେଟ ଏସବୁ ଆପଣଙ୍କର ଲାଗିବ ଏବଂ ଆପଣଙ୍କର ଆଧାର କାର୍ଡ ନମ୍ବର ମଧ୍ୟ। ତ ଏସବୁ ଡକ୍ୟୁମେଣ୍ଟ ଆପଣମାନେ ରେଡି କରିବେ। ଦେନ୍ ଦେଖନ୍ତୁ ଆପଣ ତଳକୁ ସ୍କ୍ରୋଲ କରିବେ, ଏଠି ଆପଣଙ୍କର ଲେଖା ହେଇଛି ପ୍ରୋସିଡ୍ ଟୁ ରେଜିଷ୍ଟ୍ରେସନ। ଆପଣମାନେ ଏଥିରେ କ୍ଲିକ୍ କରିବେ। ଦେନ୍ ଆପଣମାନେ କଣ୍ଟିନ୍ୟୁରେ କ୍ଲିକ୍ କରିବେ। ଦେନ୍ ଆପଣଙ୍କ ସାମ୍ନାରେ ଏଇ ଟାଇପର କିଛି ଇଣ୍ଟରଫେସଟି ଓପେନ ହେଇକି ଆସିବ, ଯୋଉଠି କି ଆପଣମାନେ ଆପଣଙ୍କ ରେଜିଷ୍ଟ୍ରେସନ ଫାଷ୍ଟ କରିନେବେ। ତ ଦେଖନ୍ତୁ ଏଇଠି ଆପଣଙ୍କର ଫାଷ୍ଟ ରହିଛି ଆପଣଙ୍କର ଫୁଲ ନେମ୍, କ୍ୟାପିଟାଲ ଲେଟରରେ ଆପଣଙ୍କର ଫୁଲ ନେମ୍ ଫିଲ୍ଅପ୍ କରିବେ। ଦେନ୍ ଆପଣଙ୍କ ଡେଟ୍ ଅଫ ବାର୍ଥ ଆପଣ ଏଠି ଚୁଜ୍ କରିବେ। ଆପଣଙ୍କର ମୋବାଇଲ ନମ୍ବରଟି ଭ୍ୟାଲିଡିଟି ଦେବେ। ଠିକ ଅଛି, ଠିକ ଭାବରେ ଆପଣମାନେ ଫିଲ୍ଅପ୍ କରିବେ ଏବଂ ଆପଣଙ୍କ ମେଲ ଆଇଡି ଆପଣମାନେ ଠିକ ଭାବରେ ଫିଲ୍ଅପ୍ କରିବେ, କାରଣ ଆପଣଙ୍କର ଏଥିରେ ଓଟିପି ଯିବ। ଦେନ୍ ଏଗେନ୍ ଆପଣଙ୍କର କନଫର୍ମ କରିବେ ଏଇଠି ଡେଟ୍ ଅଫ ବାର୍ଥ, ମୋବାଇଲ ନମ୍ବର, ମେଲ ଆଇଡି ଏବଂ ଆପଣମାନେ ପାସୱାର୍ଡ ଟି ଗୋଟେ କ୍ରିଏଟ କରିବେ। ଯୋଉ ପାସୱାର୍ଡ ଟି ଆପଣଙ୍କର ଗୋଟେ କ୍ୟାପିଟାଲ ଲେଟର, ଦେନ୍ ଆପଣଙ୍କ ସ୍ମଲ ଲେଟର କିଛି ରହିବ, ଦେନ୍ ଆପଣଙ୍କ କିଛି ଗୋଟେ ସ୍ପେଶାଲ କ୍ୟାରେକ୍ଟର ରହିବ ଏବଂ ଆପଣଙ୍କର କିଛି ନମ୍ବର ରହିବ। ଏଇ ଟାଇପର ଆପଣମାନେ ଗୋଟେ ପାସୱାର୍ଡ ଆପଣମାନେ କ୍ରିଏଟ କରିବେ ଏବଂ ସେ ପାସୱାର୍ଡ ଟି ଆପଣମାନେ ଏଇଠି ଏଣ୍ଟର କରିବେ। ଦେନ୍ ଆପଣଙ୍କ ଏଇଠି ଶୋ ପାସୱାର୍ଡ ଲେଖା ହେଇଛି, ଆପଣମାନେ ଏଥିରେ କ୍ଲିକ୍ କରିକି ଆପଣମାନେ ପାସୱାର୍ଡ ଟି ଦେଖିପାରିବେ। ଦେନ୍ ଦେଖନ୍ତୁ କମ୍ପ୍ଲିଟ ଦ କ୍ୟାପଚର ଭେରିଫିକେସନ, ଇଏ ଆପଣଙ୍କ ଅଟୋମେଟିକାଲି ସକ୍ସେସ ହେଇଯିବ। ଦେନ୍ ଆପଣ ରେଜିଷ୍ଟ୍ରେସନ ରେ କ୍ଲିକ୍ କରିବେ। ଦେନ୍ ଏଗେନ୍ ଆପଣମାନେ ଆପଣଙ୍କ ଡ୍ୟାସବୋର୍ଡକୁ ଓପେନ କରିବେ, ଯୋଉଠି କି ପୁଣି ଥରେ ଆପଣଙ୍କ ରେଜିଷ୍ଟ୍ରେସନ ୟୁଜର ଏବଂ ନ୍ୟୁ ୟୁଜର ଆପଣଙ୍କର ମେନସନ ଥିବ। ଏଠି ଆପଣମାନେ ରେଜିଷ୍ଟ୍ରେସନ ୟୁଜରରେ କ୍ଲିକ୍ କରିବେ ଏବଂ ଆପଣଙ୍କର ମେଲ ଆଇଡି ଏବଂ ପାସୱାର୍ଡ ଯାହା ଦେଇଥିଲେ ତାକୁ ଦେବେ ଏବଂ ଏଠି ଆପଣଙ୍କ କ୍ୟାପଚର କୋଡ ଟି ଦେବେ। କ୍ୟାପଚର କୋଡ ଦେଇକି ଲଗଇନ୍ ରେ କ୍ଲିକ୍ କରିବେ। ତାପରେ କିଛି ଏଇ ଟାଇପର ଇଣ୍ଟରଫେସ ଟି ଓପେନ ହେଇକି ଆସିବ ଆପଣଙ୍କ ସାମ୍ନାରେ। ଠିକ ଅଛି, ୱେଲକମ ଟୁ ଆପଣଙ୍କର ନେମ୍ ଲେଖା ହେଇଥିବ। ଦେନ୍ ଆପଣମାନେ ଦେଖନ୍ତୁ ଲେଖା ହେଇଛି ଆପଣଙ୍କର କ୍ଲିକ୍ ଟୁ ଆପ୍ଲାଏ, ଏଇଥିରେ ଆପଣମାନେ କ୍ଲିକ୍ କରିବେ। ଦେଖନ୍ତୁ ଏଇ ଟାଇପର କିଛି ଇଣ୍ଟରଫେସ ଟି ପୁଣି ଥରେ ଓପେନ ହେବ, ଯୋଉଠି କି ଆପଣଙ୍କର ସବୁ ଡିଟେଲ ଆପଣଙ୍କୁ ଫିଲ୍ଅପ୍ କରିବା ପାଇଁ ପଡିବ। ଠିକ ଅଛି, ତ ୱାନ୍ ବାଇ ୱାନ୍ ଦେଖନ୍ତୁ। ଏଠି ଦେଖନ୍ତୁ ଆପଣଙ୍କର ଫାଷ୍ଟ ରହିଲା କଣ ନା ଆପଣଙ୍କର ନେମ୍। ଠିକ ଅଛି, ଏଠି ଦେଖନ୍ତୁ ନେମ୍ ଆପଣମାନେ ଆପଣଙ୍କର କ୍ୟାପିଟାଲ ଲେଟରରେ ନେମ୍ ଟି ଫିଲ୍ଅପ୍ କରିବେ। ଦେନ୍ ଆପଣଙ୍କ ଫାଦର ନେମ୍ ଦେବେ, ମଦର ନେମ୍ ଦେବେ। ଡେଟ୍ ଅଫ ବାର୍ଥ ଆପଣଙ୍କର ଅଲରେଡି ଯେହେତୁ ରେଜିଷ୍ଟ୍ରେସନ କରାଯାଇଛି ତ ଏଠି ଆପଣଙ୍କୁ ଶୋ କରିବ। ଠିକ ଅଛି, ଏବଂ ତା ତଳେ ଆପଣଙ୍କ ଏଜ ମଧ୍ୟ ଶୋ କରିବ। ଦେନ୍ ଆପଣଙ୍କର ଆଧାର କାର୍ଡ ନମ୍ବରଟି ଏଠି ଏଣ୍ଟର କରିବେ। ଆପଣଙ୍କର ଜେଣ୍ଡର ଚୁଜ୍ କରିବେ ଏଇଠି। ମେରିଟାଲ ଷ୍ଟାଟସ ମେଡ୍ ଅନମେଡ୍ ଯାହା ଥିବ ତାହା ଆପଣମାନେ ଏଠି ଚୁଜ୍ କରିନେବେ। ଦେନ୍ ଆପଣଙ୍କ ନ୍ୟାସନାଲିଟି ଇଣ୍ଡିଆନ ଆପଣ ଚୁଜ୍ କରିବେ। ଦେନ୍ ଆପଣଙ୍କ ଓଡିଶା, ଏଠି ଆପଣଙ୍କ ଡୋମେସିଆଲ ରେସିଡେଣ୍ଟ ଯୋଉ ରହିଛି ସେ ଆପଣଙ୍କର ଓଡିଶା ଆପଣମାନେ ଚୁଜ୍ କରିନେବେ। ଦେନ୍ ଏଠି ଆପଣଙ୍କର ରିଲିଜିଅନ୍ସ ହିନ୍ଦୁ, ମୁସଲିମ, ଶିଖ ଯାହା ଥିବ ଆପଣମାନେ ତାହା ଚୁଜ୍ କରିବେ। ଦେନ୍ ଦେଖନ୍ତୁ ଏଇଠି ଆପଣଙ୍କ କ୍ୟାଟେଗୋରୀ SC ST ରୁ ଆପଣମାନେ ବିଲଙ୍ଗ କରୁଛନ୍ତି, SC BC ହ୍ୟାଣ୍ଡିକ୍ୟାପ ଯାହା ଥିବ ଆପଣଙ୍କର ତାହା ଚୁଜ୍ କରିନେବେ। ଏକ୍ସ ସର୍ଭିସମ୍ୟାନ ମାନେ ଆପଣଙ୍କର ଏଇଠି ଚୁଜ୍ କରିବେ। ଦେନ୍ ସ୍ପୋର୍ଟସ ପର୍ସନ ଯୋଉମାନେ ଥିବେ ସେମାନେ ଆପଣଙ୍କର ସ୍ପୋର୍ଟସ ପର୍ସନ ଚୁଜ୍ କରିବେ, ଏସ ନ କରିବେ। ଠିକ ଅଛି, ଏଠି ଆର୍ ୟୁ ପର୍ସନାଲ ୱିଥ ଡିସାବିଲିଟି, ଏଇଠି ଆପଣଙ୍କର PWD କ୍ୟାଣ୍ଡିଡେଟ୍ ମାନେ ଚୁଜ୍ କରିବେ। ଦେନ୍ ଆପଣମାନେ ଯଦି ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟ ଅଛନ୍ତି ଅଲରେଡି ତାହେଲେ ଆପଣମାନେ ଏଇଥିରେ ଚୁଜ୍ କରିବେ। ଏତିକି କରିସାରିଲା ପରେ ଆପଣମାନେ ତଳକୁ ସ୍କ୍ରୋଲ କରିବେ। ଦେଖନ୍ତୁ ଏଠି ଆପଣଙ୍କ ମୋବାଇଲ ନମ୍ବର, ଇମେଲ ଆଇଡି ଆପଣଙ୍କର ମେନସନ ଥିବ ଅଲରେଡି। ତ ଏଇ ଦେଖନ୍ତୁ ଆପଣଙ୍କର ଫୁଲ୍ ଡିଟେଲ ଆପଣମାନେ ଦେବେ। ହାଉସ ଆପାର୍ଟମେଣ୍ଟ ନମ୍ବର ଦେବେ, ଭିଲେଜ ଆଉଟ ପୋଷ୍ଟ ଆପଣମାନେ ଏଠି ଫିଲ୍ଅପ୍ କରିବେ, ସିଟି ଆପଣମାନେ ଦେବେ, ଡିଷ୍ଟ୍ରିକ୍ଟ ଦେବେ, ଷ୍ଟେଟ ଦେବେ, ପିନକୋଡ ଦେବେ। ଠିକ ଅଛି, ତ ଇଏ ହେଲା ଆପଣଙ୍କର ପରମାନେଣ୍ଟ ଆଡ୍ରେସ ଏବଂ କରସ୍ପଣ୍ଡିଂ ଆଡ୍ରେସ ଯଦି ଆପଣଙ୍କର ସେମ୍ ଅଛି ଫିର ବି ଆପଣମାନେ ଏଠି ସେମ୍ ଆପଣଙ୍କର ଫିଲ୍ଅପ୍ କରିନେବେ। ଠିକ ଅଛି, କରସ୍ପଣ୍ଡିଂ ଆଡ୍ରେସ। ଦେନ୍ ସେଭେନ ନେକ୍ସଟ ରେ ଆପଣମାନେ କ୍ଲିକ୍ କରିବେ। ଦେନ୍ ଦେଖନ୍ତୁ ସେଭେନ ନେକ୍ସଟ କଲା ପରେ ଆପଣଙ୍କ ସାମ୍ନାରେ କିଛି ଏଇ ଟାଇପର ଇଣ୍ଟରଫେସ ଟି ଓପେନ ହବ, ଯୋଉଠି ଆପଣମାନେ ଆପଣଙ୍କର ପ୍ରିଫରେନ୍ସ କେୟାରଫୁଲି ଦେବେ। ଠିକ ଅଛି, ଯାହାକି ୟା ପୂର୍ବରୁ ମୁଁ ଭିଡିଓରେ ମଧ୍ୟ କହିଥିଲି ଯେ ଆପଣଙ୍କର ଏଇଠି ଦେଖନ୍ତୁ ପ୍ରିଫରେନ୍ସ ଆସିଯାଇଛି, ଯୋଉଟା କି ଜୁନିୟର ଆସିଷ୍ଟାଣ୍ଟ ପାଇଁ ସବୁ କଲେଜ ନେମ୍ ଆପଣଙ୍କର ମେନସନ କରାଯାଇଛି। ଠିକ ଅଛି, NCC କଲେଜ ଆପଣଙ୍କର ମେନସନ କରାଯାଇଛି, BSc ଅଛି,
तो या आपने प्रिफरेन्स आपन हिसाब से देवे जिते आपन क्वालिफाई सब किछि हे जिवो सेते आपन ए प्रिफरेन्स अनुसार ही आपन सिलेक्शन करा जिवो। तो या आपन केयरफुली एंटर करिवे केमति करिवे देखंतु एठी आपन एरो दिया जायछि आपन लेफ्ट साइड एरो अछि राइट साइड आपन एरो दिया जायछि। तो आपन माने आपन हिसाब रे याकू ऊपर को तळको आपन करि परिवे जेमति कि मु जदि चाहिबी ए आपन रहिछि फर्स्ट असिस्टेंट जूनियर असिस्टेंट गवर्नमेंट डिग्री कॉलेज। तो याकू मु तळको दबा पय चाहूछि तो मु एठी राइट एरो रे मु क्लिक करबी देन ओके रे आपन माने क्लिक करिवे तो ये आपन तळको पय आसीबो ठीक अछि। देन जदि मु चाहिबी एगेन याकू तळको करबा पय देन पुन थोड़ा क्लिक करबी ओके रे क्लिक करबी ये पुन थोड़ा आपन तळको आसीबो। मु एबे चाहूछि जे आपन बीएससी एवं एसएमई डिपार्टमेंट को ऊपर देबा पय तले मु एठी लेफ्ट क्लिक रे मु क्लिक करबी देन देखंतु ये आपन ऊपर को गला ठीक अछि। तो एठी आपन प्रेफरेंस दे परिबे देन देखंतु एठी आपन चॉइस जोन अपिंग द रिटन एग्जामिनेशन एठी आपन जोन चूज करिवे जो आपन 5टी जोन थिला से जोन आपन हेतुरु आपन जोन चूज करिवे एठी तो मु एठी भुवनेश्वर चूज कर दउची ठीक अछि। देन देखंतु आपन एठी जो ओडिया पास टी आपन माने को लेवल रे करजंती 7th लेवल क्लास रे तो यस और नो रहिछि आपन माने एठी सिंपली यस ही करिवे ठीक अछि। देन आपन 10 क्लास डिटेल प्लस 2 डिटेल आपन ग्रेजुएशन डिटेल एवं कंप्यूटर नॉलेज डिटेल तो एठी आपन माने फिल अप करिवे। फिल अप कर सला पर आपन माने एगेन 7 नेक्स्ट आपन देखंतु तळ रहिछि राइट साइड आपन माने एठी क्लिक करिवे। देन 7 नेक्स्ट कला परे आपन सामने किछि ई टाइप इंटरफेस ओपन हो जोठी कि आपन क्रिमिनल प्रोसीडिंग आपन एठी आपन पचार जिवो ठीक अछि। तो किछि आपन क्रिमिनल एक्टिविटी या पूर्व अछि ना नै लागे नै एफआईआर किछि आपन नारे हेजि ना नै ता डिटेल आपन माने एठी यस और नो रे आपन माने फिल अप करिवे। जेमति देखंतु एठी मु गोटे देखौछि एठी आपन एफआईआर आपन किछि अछि ना नै त आपन एठी नो करिवे। देन एगेन आपन देखंतु एठी आपन पचरा गला जे आपन किछि कोर्ट केस अछि ना नै तार आपन नो करिवे। ए टाइप आपन माने एठी नो सब थरे क्लिक करिवे ठीक अछि। नो सब थरे आपन माने क्लिक कर नेबे। देन देखंतु तळे आपन फोटो अपलोड करा पय देछि आपन कलर पासपोर्ट साइज फोटो आपन माने गोटे एठी अपलोड करिवे जोटा कि आपन 30 रु 100 केबी आपन हेथि निहाती आवश्यक एवं आपन सिग्नेचर गोटे देबे एठी एवं आपन लेफ्ट थंब इंप्रेशन आपन लेफ्ट थंब रो आपन टिप चिन्ह अछि आपन माने गोटे पेपर रे देकी ताको फोटो उठेकी आपन माने एठी अपलोड करि परिवे से करिकी 7 नेक्स्ट पुन थरे क्लिक करिवे। देन आपन सामने रे सब डिटेल आपन ओपन हेकी आसीबो देखंतु जेमति कि ए टाइप रो देखंतु एप्लीकेशन प्रीव्यू बिफोर द फाइनल सबमिट आपन माने फाइनल सबमिट करिया पूर्व थोड़ा देखि नेबे आपन सब डिटेल ठीक अछि कि नै ठीक अछि। जहां आपन माने फिल अप करले आपन क्वालिफिकेशन डिटेल्स आपन पर्सनल डिटेल्स एवं आपन जो फोटो जहां अपलोड करले ता ठीक आपन माने अपलोड करछन्ती ना नै टोटल सब आपन रिव्यू करि सारी कि देखंतु एठी आपन चेक बॉक्स देछि चेक बॉक्स रे आपन टिक करिवे टिक करके आपन कंफर्म सबमिट रे क्लिक करिवे। देन देखंतु आपन सामने पेमेंट ऑप्शन टी ओपन हेकी आसीबो जोठी कि आपन एप्लीकेशन नंबर मेंशन थिबो आपन अमाउंट मेंशन थिबो आपन कैटेगरी वाइज एवं आपन माने पे करसला पर आपन एठी प्रिंट ऑप्शन आपन आसीबो आपन माने प्रिंट कर परबे आपन जो स्लिप टी आपन माने पेमेंट करसला पर व्यू प्रिंट क्लिक करले आपन एप्लीकेशन टी शो होबो ठीक अछि। आपन माने जहा सब फिल अप करछन से एप्लीकेशन टी आपन एठी शो करिवो। तो आपन माने फर्स्ट पेमेंट कर नेबे पे नाउ रे क्लिक करिवे पे नाउ रे क्लिक करला माने आपन सामने रे ए टाइप रो किछि इंटरफेस टी ओपन हेकी आसीबो जोठी कि आपन एप्लीकेंट नेम लिखा हेतबो एवं आपन नेम ऑफ द अकाउंट होल्डर लिखा हेतबो। तो जहा डिटेल मु या पूर्वरु देतली एवं वीडियो डिस्क्रिप्शन में डिटेल मेंशन कर देबी ताको आपन माने फिल अप करबे एवं प्रोसीड टू पेमेंट रे क्लिक करके आपन अमाउंट आपन माने पेमेंट कर नेबे। तो ए टाइप रो आपन माने अप्लाई कर पाइबे आपन जूनियर असिस्टेंट एवं आपन जूनियर क्लर्क जदि किसी डाउट थे तले आपन माने मते कमेंट सेक्शन में पचाई पारिबे मु आपन रिप्लाई शेयर देबी। ए टाइप रो इन्फॉर्मेशन वीडियो पाया पय चैनल को सब्सक्राइब करंतु एवं बहुत सारा भल पाइबा दियंतु। जय जगन्नाथ।